ବର୍ଷା ହେଲେ କେମିତି ଅବସ୍ଥାରେ କେମିତି ଆସୁଛ କ'ଣ? ଯାଉଛୁ ବାପା ଆମେ ଟିକେ ବହୁତ ପାପରେ ଯାଉଛୁ ସେଇଟା ରସିଟେ ବନ୍ଧା ହେଉଛି ସେ ରସିରେ ଆମେ ରସି ହିଁ ସାହାଯ୍ୟ ହେଉଛି ତାପରେ ପିଲାମାନେ ଯଦି ସ୍କୁଲକୁ ଯିବେ ଗଲେ ଅଣ୍ଡାରେ ବସେଇକି ନେଉଛୁ ନଦୀ ପାର କରୁଛୁ ଅଣ୍ଡା ମାନେ ଇଏ ଯୋଉ ଡେକ୍ସି ଭାତ ରାନ୍ଧିବା ଅଣ୍ଡାରେ ଆମେ ବସେଇକି ପିଲାମାନଙ୍କୁ ନେଉଛୁ ଆଉ ତ ସେପଟେ ଛାଡ଼ି ଯାଉଛୁ ତାପରେ ସେମାନେ ପିଲାମାନେ ସ୍କୁଲକୁ ଯାଉଛନ୍ତି ଆଉ ଠିକ୍ ଟାଇମ୍ରେ ପିଲାମାନେ ଯେଉଁ ସମୟରେ ଆସିବେ ସେ ସମୟରେ ଆଉ ନଦୀରେ ଅପେକ୍ଷାରେ ରହିବୁ ତାପରେ ପିଲାମାନେ ଆସିଲେ ପରେ ସେ ପିଲାମାନଙ୍କୁ ଆଉ ଧରିକି ଆଉ ଘରକୁ ଆଣୁ। ଓହୋ ଏମିତି ଅବସ୍ଥାରେ ଆଉ ଲୋକ ଆଉ ଏଇ କାଡାମା ଗ୍ରାମର ଏମିତି ଅବସ୍ଥାରେ ବଞ୍ଚୁଛନ୍ତି। ଆଉ କାଡାମା ଏରିଆରେ ନା ଖଣ୍ଡିଏ ରାସ୍ତା ଅଛି ନା ଖଣ୍ଡିଏ ଡଙ୍ଗାଟିଏ ଅଛି ଆଉ ତାଙ୍କ ପାଇଁ ସାଜିଛି ଆଉ ଜୀବନର ରାସ୍ତା ଗୋଟିଏ ହଣ୍ଡା ଉପରେ ବସିକି ପିଲାମାନଙ୍କୁ ସ୍କୁଲକୁ ପଠାନ୍ତି ଆଉ ରିଭର୍ସ ହେଲା ଟାଇମ୍ରେ ଆଉ ସେମାନେ ୱେଟ୍ କରିକି ମଧ୍ୟ ସେମାନେ ଆଣନ୍ତି। ଆଉ ଏମିତି ଷ୍ଟ୍ରଗଲ୍ ଲାଇଭ୍ ଦେଖିବା ପାଇଁ ତୁମେ PMD7 ବ୍ଲଗ୍ ଆସିଥିଲେ ସବସ୍କ୍ରାଇବ୍ କରିକି ଯାଆନ୍ତୁ ଆଉ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବହୁତ ଇଣ୍ଟରେଷ୍ଟିଂ ହେବ ଭିଡ଼ିଓ ଦେଖନ୍ତୁ ଷ୍ଟ୍ରଗଲ୍ ଲାଇଭ୍ କେମିତି ବଞ୍ଚନ୍ତି ଆଉ ଆଦିବାସୀ ଟ୍ରାଇବ୍ ଲୋକମାନେ। ଫ୍ରେଣ୍ଡସ୍ ଦେଖୁଛନ୍ତି ଏଇଠି ଆମର ଆଉ ବାଏ କୁକୁର ଚୁବେଇଛି ରକ୍ତ କୋଉ ପରିମାଣରେ ବାହାରୁଛି ଦେଖନ୍ତୁ କୋଉ ଟାଇପ୍ ବି ଅଛି ଭଲସେ ଦେଖନ୍ତୁ କୋଉ ଟାଇପ୍ ଦେଖାଯାଉଛି ବ୍ଲିଡିଂ ପୁରା ତଳକାନି ବି ହେଇଛି। ଫ୍ରେଣ୍ଡସ୍ ଦେଖିପାରୁଛନ୍ତି ବିଷାକ୍ତର ଆଉ କୁକୁର ଚୁବେଇଛି ବର୍ତ୍ତମାନ ଆଉ ଆମର ଦେବଶକ୍ତି ପାଇଥିବା ବ୍ୟକ୍ତି ଏବେ ତାଙ୍କର ପାଠକ କରୁଛନ୍ତି ତାଙ୍କର ପାଠକ ସରିଲା ପରେ ତାଙ୍କେ ଆଉ ସେ ବିଷାକ୍ତ ଯେଉଁ ଜିନିଷ ବିଷ ଅଛି ସେଇ ଜିନିଷକୁ ସବୁ ଟାଣିଦେବେ ଆଉ ଦେଖିବେ ଦେଖନ୍ତୁ ତାଙ୍କର ଆଉ ପାଠକ ପ୍ରୟୋଗ କରୁଛନ୍ତି ପ୍ରୟୋଗ କରି ସାରିଲା ପରେ ପାଠ କରି ସାରିଲା ପରେ ଆଉ ଟାଣିବାକୁ ଆରମ୍ଭ କରିବେ ଦେଖିବା। ଫାଇନାଲି ସରିଲା ଦେଖନ୍ତୁ ଆଉ ଗୋଡ଼ରେ ଚୁବେଇକି ବିଷ କେମିତି ଟାଣୁଛନ୍ତି ଦେଖନ୍ତୁ କେଉଁ ପରିମାଣରେ ଦେଖନ୍ତୁ ପ୍ରୟାସ ଜାରି ରହିଲା ଦେଖନ୍ତୁ କେଉଁ ଟାଇପ୍ ଝିକୁଛନ୍ତି ବିଷ ଦେଖନ୍ତୁ ଭଲସେ ଦେଖନ୍ତୁ ମାର କରିପାରୁଥିବେ ଆପଣଙ୍କୁ ମିଛ ଭାବିପାରନ୍ତି କିନ୍ତୁ ମୁଁ ସ୍ପଟଲି ଦେଖିଛି ମୋ ନିଜ ଆଖିରୁ ମୁଁ ବିଶ୍ୱାସ କରୁଛି ଦେଖନ୍ତୁ ବ୍ଲିଡିଂ ବି ହେଇଥିଲା ଦେଖିଲେ ଗୋଡ଼ରେ କୋଉ ଟାଇପ୍ ହେଇଥିଲା। ଏଠି ଦେଖିପାରୁଛନ୍ତି ତାର କିଛି ବିଷ ସେକାନେ ଥୁମ୍ପୁଛନ୍ତି ବିଷ କୋଉ ଟାଇପ୍ ଦେଖାଯାଉଛି ମାର୍କ କରିପାରୁଛନ୍ତି ରେଡ୍ ହେଇକି ଦେଖାଯାଉଛି ବ୍ଲିଡିଂ ଟାଇପ୍ ଦେଖନ୍ତୁ ଆଉ ସେକାନେ ଥୁମ୍ପୁଛନ୍ତି ଦେଖନ୍ତୁ କୋଉ ଟାଇପ୍ ଫୁଙ୍କିଲେ ଦେଖନ୍ତୁ 3-4 ଥର ଫୁଙ୍କିଲେ ବାସ୍ ହେଇଗଲା ଦେଖନ୍ତୁ। ଆମେ ନାଇଟ୍ରେ ଆସିଥିଲୁ ଆଉ କାଲିକି ମର୍ଣ୍ଣିଂ ଆଉ ଥରେ ଆସିବାକୁ ପଡ଼ିବ ଦେଖେଇବି ମୁଁ କାଲିକି ତାଙ୍କର ପ୍ରୋଫାଇଲି ପିକ୍ଚର ତାଙ୍କର ଆଉ ଫେସଲି ସବୁ ଦେଖେଇବି ଆଉ ତାଙ୍କୁ ମୁଁ ମଧ୍ୟ ପଚାରିବି ଆଉ କେମିତି କ'ଣ ତାଙ୍କର ଏରିଆ ପ୍ଲେସେସ୍ ସବୁ ଦେଖିବି ତାଙ୍କ ରାସ୍ତାଘାଟ ବି ବହୁତ ଖରାପ ରାତିରେ ଆମେ ବହୁତ ଅସୁବିଧାରେ ମଧ୍ୟ ଆସିଛୁ ସେଇଠି ଦୌଡ଼ି ମଧ୍ୟ ଟଣା ହେଇଛି ସେଇଟା ମୁଁ କାଲିକି ସକାଳେ ଦେଖେଇବି। ସମସ୍ତଙ୍କୁ ନମସ୍କାର ମୁଁ ପ୍ରମୋଦ ମଲ୍ଲିକ ଆପଣମାନଙ୍କୁ ମୋ ଚ୍ୟାନେଲରେ ସ୍ୱାଗତ କରୁଛି ସାଙ୍ଗମାନେ ଆଉ ଯେଉଁ ଜିନିଷ ମୁଁ କାଲି ରାତିରେ ଦେଖେଇଛି ଆଉ ସେହି ଜାଗାକୁ ମୁଁ ଆଜି ଯାଉଛି ମାନେ କ'ଣ ହେଇଛି ନା ବଟ୍ ଆଉ ଆମ ମାଆକୁ ମୁଁ ସେଇ ଜାଗାରେ ମୁଁ ଛାଡ଼ିକି ଆସିଛି ବାଏ କୁକୁର ଯେଉଁ ଚୁବେଇଥିଲା ସେହି ବିଷ ଟାଣିବା ପାଇଁ ରଖିକି ଆସିଛି ଆଉ ସେହି ଏରିଆର ପ୍ଲେସେସ୍ ଆଉ ଏରିଆ ଦେଖିବା ଆଉ ପରମ୍ପାଙ୍ଗା ପଞ୍ଚାୟତ ଆଉ କାଡାମା ଗ୍ରାମଟିଏ ଅଛି ଆଉ ସେଇଟା ସ୍ୱାଧୀନ କ'ଣ ଏବେ ମଧ୍ୟ ଜାଣିନାହାନ୍ତି ରାସ୍ତା କ'ଣ ଜାଣିନାହାନ୍ତି ଆଉ ସେମିତି ଏରିଆକୁ ଆଜି ଯିବା ଆଉ ସେହି ଜାଗାରେ ନା ଆଉ ଏବେ ବି ଲୋକେ ରାସ୍ତା କ'ଣ ଜାଣିବି ନାହାନ୍ତି ଯିବା ଆଉ କଲଚର କ'ଣ ଅଛି ସେଠାର ଅସୁବିଧା କ'ଣ ରହିଛି ସେଇଟା ବି ଦେଖିବା ଚାଲନ୍ତୁ ଯିବା।
फ्रेंड्स आउ खरा भी उदय हेलानी आ सूर्य भी उदय हेलानी किंतु खरा किंतु शीत छाड़ुना बहुत प्रबल मात्रा रे जो भले शीत लगुच आपण मान तो खाली रही केते कष्ट लगुच आउ बाइक रे चले कि जाऊ बहुत कष्ट लगुच संग माने आउ बहुत मात्रा रे भी आउ शीत कखर बढ़िलानी आम कंधमाल आ प्रायतः आम भाई भौणी मैंने बाहर तो थे से माने कि शीत कखर कौन जान थे क्लाइमेट सब ठीक ठाक थी आ कंधमाल किसी अलग प्रकार क्लाइमेट अच्छी बहुत प्रकार बहुत कष्ट अनुभव कर कंधमाल लोके निहाती कंधमाल भाई भौणी मैंने देखुए निहाती अनुभव कर शीतर काखर केमी अच्छा हौ चलती जा आ रास्ता किसी बहुत दूर परंपांग पंचायत रु मिनिमम 7-8 किलोमीटर पड़ो से एरिया फ्रेंड्स आउ मु किछि आउ फेस धोइबा किछि आउ किछि लैट्रिन बाथरूम यही प्लेसेस जावाई मु रखली गाड़ी आउ ये बहुत बढ़िया जिनस गोटे देखली आपण मानकु सेकंड देखुछंती बहुत बड़ नदी एठो सेटअप भी बहुत बढ़िया अच्छी आउ देसी टेक्नोलोजी अनुसार केमिति माछ धरती केमिति सेटा सोलार कहते मुझे देखी प्राय माछ कोटा धरवे कहीकि मु गोटे वीडियो पकई से विषय आपण मैंने प्रायतः देखिथे सेटा कंप्लीट होते आउ देसी जुगाड़ सहित टेक्नोलोजी सहित केमिति माछ धरती से बढ़िया जिनस मुझे देखेबी आज ये मोर फास्ट टाइम एक्सपीरियंस आउ देखा फास्ट सेटा चलती जा देखिपे बहुत बड़ नदी ही नदी अच्छी बहुत सकाल व्यू किसी एमती अच्छी आन देखिपे गोटाए बच्ची आर जुगाड़ केमी अच्छी चलती जा देखुंत एकानी एकानी छेका सेकानी भी छेका सेकान एमती जोटा कि पानी आसूची माछ भी आसूची से भीतर को जीव एकान भी जोटा पानी आसूची सेकान जो पानी आसूची आईटा भी से भीतर को जीव आ देखा से भितर सब सेटअपटा केमती है टोटाली जानवा आम पूरा कोटा कराई देखु जुगाड़ करने सांग मैंने बहुत कष्ट ही करे भावुँ मुझे माछ एकानी तो लगे किसी गणित बुणी देखिपारे आकानी भी देखा आम एटा देखुं बाउंसर बुणा है बाउंसर केमी टिक टिक कर बुणा है देखिपारे मार्क कर आपण मैंने एटा किसी जीवार रास्ता एमतीका अच्छी ये देखु आउ फाइनाली ये माछ लगा जाइला बर्तमान काढ़ी फाइनाली ये माछ गोटे भी लगी देख माछ भी गोटे लगी सेकेंड साइड रे फुल सेटअप एमती किसी अच्छी देखु माछ ये देख माछ लगी भी माछ लगी देखु माछ आटे छाड़देवा आम
देसी जुगाड़ ना बहुत कष्टकर कथा बहुत कष्ट कर सेमाने आउ माछ भी बहुत मात्रा मिल सांग मैंने आ बहुत बड़ बड़ माछ भी मिल आमर फाइनाली आउ लैट्रिन बाथरूम भी पूरा फाइनाली वाशिंग पूरा सरी जाइए आम फाइनाली जीवा रास्ता किसी एमती अच्छी देखिपारे आगु को आउ बहुत ही बहुत बढ़िया कर देसी टेक्नोलोजी भाई सेटा आउ बाउंस बुणा होता जिनस बहुत मोर फास्ट टाइम मोर एक्सपीरियंस आपण मोर देखेबार आउ नदी माछ ना टेस्ट किसी अलग प्रकार हम सांग मैंने प्रायतः लोक मैंने भाई भौणी मैंने खाई निहाती सांग मैंने आउ भल पाइबा आउ सपोर्ट रही मु आउ वीडियो बन पारुची से बहुत मात्रा सपोर्ट भल पाइबा दिंतु आगामी दिन में आपण मानी आ भल भल जिनस देखेबी आपण मानकु आउ मु फाइनाली रास्ता को पहुँची जाइए आउ जी आम से एरिया आम एक्सप्लोर करवा चलतु रास्ता किसी यूटर्न अच्छे आग को बाट मुझे जगह पहुँची जाइए देखिपार आ गोटे तार रे बंधा है गाँव जीवन समस्त देखिपार मु प्रायतः डेपाके तार मु दृश्य देखी दुई तार तल उपर था यहाँ कि तार भी नुहे कि बोधे नेटवर्क बोधे पाइप पर लगुच ये देखिले ये देखिपार ये पाइप आ कमी लेंथिंग भी हो देखु पूरा एन पूरा भासिकी ये गोटे तार ही भासी भासी जाऊँ लोके केमी जाऊँ देखा और सेकान भी अच्छा केते भाई भौणी पचारा नदी तो बहुत मात्रा बढ़िले देखिपार एबे तो केमी प्रबल पानी भी अच्छी आ बढ़िले कौ मात्रा आसवे लोके बहुत अवस्था भी अच्छा लोके देखु आम क्रॉस करिया भाई माने भी आसछंती आ भाई नमस्ते आ भाई केमिति अछ भाई आउ एठी मने करो नदी जदि बढ़िले केमिति आसो ए जो ए तार जो बंधा है तार साहाଯ୍ୟରେ ଆସୁଛୁ एमिति अवस्था नहीं ହଁ आउ मु तो तार धरिकी पहरी पहरी आसवा पड़ुଛି आउ एटा तार भी नुहे किछि नेटवर्क रो एटा किछि वेर हां ହଁ आउ देखु गोटे ही अच्छी आउ बेसी जदि पानी हो भीतर तो आनाकोंडा साप भी थी ना ହଁ ଯାଇ हो नाही କିଛି नाही आउ साप बड़ बड़ साप भी अच्छी ହଁ बहुत मात्रा में हाँ ହଁ आउ देखि पारुछंती आउ ए रास्ता को देखिले गाय गुहाल जीवा रास्ता टाइप ही अच्छी आउ लोक बुलिया रास्ता टाइप भी नहीं किंतु आउ जनता किंतु आसंती भोट टाइम हेले समस्ते ହଁ आउ आउ किछि ए विषय कोन कहिथिल ना नाही कुआ हेछि ना नाही କୁହାଯାଇଛି ଆଉ ଗତ ଦିନ ମାନଙ୍କରେ ମଧ୍ୟ ଆସିଥିଲେ हाँ ନ୍ୟୁଜ୍ ବାଲା ମାନେ ଆସିଥିଲେ ତାପରେ ସେଟା ଇଏ କରିକି ଛାଡ଼ିଛନ୍ତି हो ठीक अच्छे आ गाँ को भी आम एक्सप्लोर करवा से जगह को आम पचारा आउ बहुत वयोज्येष्ठ लोक भी किसी अच्छा पचारा हो भाई धन्यवाद रास्ता देखुं पूरा गाय गुहाल गला पर ही रास्ता अच्छी
ଆଉ ରାସ୍ତାର ତ ଅବସ୍ଥା କହି ହେବ ନାହିଁ ଦେଖନ୍ତୁ ଏখানে ବହୁତ ବଡ଼ ବଡ଼ ଗାତ ବି ଅଛି ମୁଁ ଜାଣିନଥିଲି ପରମ୍ପାଙ୍ଗ ପଞ୍ଚାୟତରେ ମୋ ନିଜ ପଞ୍ଚାୟତ କିନ୍ତୁ ମୋ ନିଜ ପଞ୍ଚାୟତରେ ଏମିତି ଲୋକେ ଆଉ କଷ୍ଟରେ ବଞ୍ଚୁଛନ୍ତି ଆଉ କଷ୍ଟରେ ବି ରହୁଛନ୍ତି ମୁଁ ବି କେବେ ଭାବୁନଥିଲି ଆଉ ଆମ ଏରିଆ ଏମିତି ବି ଅଛନ୍ତି ଆମ ପଞ୍ଚାୟତରେ ବି ଅବସ୍ଥାରେ ବଞ୍ଚୁଛନ୍ତି ଆଉ କିଛି ମାଟି ଚଲା ରାସ୍ତା ବହୁତ ସାନ ଅଛି ସେକେଣ୍ଡ ଭାଇମାନେ ଆଜି ଯେହେତୁ ସଣ୍ଡେ ସେଥିପାଇଁ ସଫା କରିବା ପାଇଁ ବି ଆସୁଛନ୍ତି ଆଉ ଦେଖନ୍ତୁ ଗାଁ ପରି ବି ଲାଗୁନି କିଛି ଏ ଗାଁ କିଛି ଆଉ ସ୍ୱାଧୀନ କ'ଣ ସେଇଟା ମଧ୍ୟ ଜାଣିନାହାନ୍ତି ବୋଧେ ଲାଗୁଛି ଆଉ ଆର ବେଶୀ କର କହିବାକୁ ଗଲେ ବହୁତ ମାତ୍ରାରେ ପ୍ରବଳ ମାନେ ବର୍ଷା ହେଲେ କେମିତି ଯାଉଛନ୍ତି କେମିତି ଆସୁଛନ୍ତି ସେଇଟା ଆମେ ନିହାତି ପଚାରିବା ଗାଁ ଲୋକଙ୍କ ଜୀବନ କାହାଣୀ କ'ଣ ରହିଛି ଗୁରୁତ୍ୱପୂର୍ଣ୍ଣ ନେବା ଆଜି ଚାଲନ୍ତୁ ଆଉ ନଳକୂଅର କିଛି ଆଉ କୂଅ କରାହେଇଛି କିଛି ଚନ୍ଦିନୀ ବି କରାହେଇଛି ଆଉ ଆର କିଛି ଅବସ୍ଥା କିଛି ଅଲଗା ପ୍ରକାର ଅଛି ଆଉ ଏଇଟା ଲୋକେ ଏଠୁ ବୋଧେ ମୁଁ ଭାବୁଛି ଏଠୁ ନଦୀର ହିଁ ଖାଉଛନ୍ତି ଲୋକେ ପାଣି କିଛି ନଦୀର ପାଣି ଆଣିକି ହିଁ ପିଉଛନ୍ତି ଲୋକମାନେ ଆଉ ଆର ତ ଅବସ୍ଥା ବହୁତ ପ୍ରକାର ଅଛି ଆଉ ପାଣି ଦେଖିବା ପାଣି ବି ଆଉ ବହୁତ ପ୍ରକାର ଗୁଳିଆ ବାହାରିଛି ଆଉ ଏଠୁ ୟୁଜ୍ ତ ଟୋଟାଲି ହେଉନାହିଁ ଜଣାପଡ଼ୁଛି ଏ ନଳକୂଅ ଦେଖିକି ତାର ଅବସ୍ଥା କିଛି ଅଲଗା ପ୍ରକାର ଅଛି ଦେଖନ୍ତୁ ୟୁଜ୍ ଟୋଟାଲ ହେଉନାହିଁ ନଦୀ ପାଣି ହିଁ ବୋଧେ ପିଉଛନ୍ତି ଲାଗୁଛି ମୋତେ ଚର୍ଚ୍ଚ କେମିତି କିଛି ଏମିତି ଅଛି ଏଇଟା କିଛି ଟ୍ରାଇବମାନଙ୍କର ଆଦିବାସୀ ଟ୍ରାଇବମାନଙ୍କର କିଛି ଚର୍ଚ୍ଚ ଏମିତିକା ଅଛି ଆଉ ଏଠି ଗାଡ଼ି ଗୁଡ଼ା ତ ଆସୁନାହିଁ କିଛି ଆସୁନାହିଁ ଆଉ ସିମେଣ୍ଟ ରୋଡ଼ କେମିତି କେଉଁ ଅବସ୍ଥାରେ ଆସୁଛନ୍ତି ସେଇଟା ମୁଁ ଭାବିପାରୁନାହିଁ ଆଉ ଦେଖନ୍ତୁ କେଉଁ ଟାଇପ୍ ଅଛି ଚର୍ଚ୍ଚ ଏଇଟା କିଛି ଶିଆଳି ପତ୍ର ସିଲେଇବାର ଦେଶୀ ଯୁଗାଡ଼ ସେଟଅପ୍ ଆଉ ଶୁଖେଇଛନ୍ତି ମା ମାନେ ଆମ ବାପା ବି ଅଛନ୍ତି ବାପା ନମସ୍କାର ଆଉ ଭଲ ଅଛନ୍ତି ଭଲ ଅଛି ଆଉ ଏଇଠର କିଛି ଆଉ ନା କ'ଣ ଟିକେ ସମସ୍ତଙ୍କୁ ଟିକେ କହିଦିଅ ନା ଗାଁ ଏଇଠର ଆଉ କ'ଣ ହେଉଛି ଦେଶମାଝି ଆମର ୱାର୍ଡ଼ ହେଉଛି ଟେଙ୍ଗେରି ସାଇ ହେଉଛି କାଦାମ ହଉ ଠିକ୍ ଅଛି ଆଉ ମୁଁ ଏଇ ଗାଁରେ ମୁଁ ଏକ୍ସପ୍ଲୋର କଲି ଆଉ ଆସିଲା ବେଳକୁ ଆପଣମାନଙ୍କୁ ମୁଁ ଆଉ ଯେଉଁ ତାରରେ ଲୋକ ଆଉ ଷ୍ଟୁଡେଣ୍ଟ ବି ଯାଉଛନ୍ତି ସେଇ ତାରରେ ଝୁଲିକି ଆଉ ବାପା ମାଆ ମାନେ ବି ଦେହରେ ନିହାତି ଓଜନ ରଖିକି ନିହାତି 10ରୁ ପ୍ଲସ୍ ହିଁ ରହୁଥିବ ଭାବୁଛି ମୁଁ ସେଇ ତାରରେ ନା ଗୋଟିଏ ତାର ବି ନୁହେଁ ତାର ନେଟୱାର୍କରୁ କିଛି ଆଉ ୱେର୍ ଆଉ ତାର ହେଇଥିଲେ କିଛି ଅଲଗା ପ୍ରକାର ହେଇଥାନ୍ତା ଆଉ ଗୋଟିଏ ତାରରେ ଭୁଇଁକି ଆଉ କିଛି ସାମାନ ଭୋଜ ବି ଦେହରେ ରହୁଛି ତାପରେ ସେଇଟା କ୍ରସ୍ କରୁଛନ୍ତି ଲୋକେ ପାଣିରେ ଆଉ ତଳେ ଉପରେ ବି ନାହିଁ ତାର କିଛି ଆଉ ଗୋଟିଏ ହିଁ ଆଉ ଗୋଟିଏ ତାରରେ କେମିତି କ୍ରସ୍ କରୁଛନ୍ତି ସେତେବେଳେ ମୁଁ ଭାବିପାରୁନାହିଁ ଆଉ ନଈ ବଢ଼ିଲେ କେମିତି ଯାଉଛନ୍ତି କେଉଁ ଅବସ୍ଥାରେ ଆଉ ଏଇଠି ଦେଖିବାକୁ ଗଲେ ଲୋକମାନେ ରହିଲା ପରେ ବି ଗାଁ ନାହିଁ ଆଉ ତା ରାସ୍ତା ଅବସ୍ଥା ଦେଖିବାକୁ ଗଲେ ଆଉ ଗାଈ ଗୁହାଳ ଯେମିତି ବୁଲିବେ ନା ସେଇ ଟାଇପ୍ର ହିଁ ରାସ୍ତା ଅଛି ଆଉ ବାପା ଏଇଠି ଯଦି ବର୍ଷା ହେଲେ କେମିତି ଅବସ୍ଥାରେ କେମିତି ଆସୁଛ କ'ଣ ଯାଉଛୁ ବାପା ଆମେ ଟିକେ ବହୁତ ପାପରେ ଯାଉଛୁ ସେଇଟା ରସିଟେ ବନ୍ଧା ହେଉଛି ସେ ରସିରେ ଆମେ ରସି ହିଁ ସାହାଯ୍ୟ ହେଉଛି ତାପରେ ପିଲାମାନେ ଯଦି ସ୍କୁଲକୁ ଯିବେ ବୋଲେ ଅଣ୍ଡାରେ ବସେଇକି ନେଉଛୁ ନଦୀ ପାର କରୁଛୁ ଅଣ୍ଡା ମାନେ ଇଏ ଯେଉଁ ଡେକ୍ସି ଭାତ
ଭାତ ରାନ୍ଧିବା ଅଣ୍ଡାରେ ଆମେ ମିଶେଇକି ପିଲାମାନଙ୍କୁ ନେଉଛୁ ଆଉ ତ ସେପଟେ ଛାଡ଼ି ଯାଉଛୁ ତାପରେ ସେମାନେ ପିଲାମାନେ ସ୍କୁଲକୁ ଯାଉଛନ୍ତି ଆଉ ଠିକ୍ ଟାଇମ୍ରେ ପିଲାମାନେ ଯେଉଁ ସମୟରେ ଆସିବେ ସେ ସମୟରେ ଆଉ ନଦୀରେ ଅପେକ୍ଷାରେ ରହିବୁ ତାପରେ ପିଲାମାନେ ଆସିଲା ପରେ ସେ ପିଲାମାନଙ୍କୁ ଆଉ ଧରିକି ଆଉ ଘରକୁ ଆଣୁ। ଓହୋ ଏମିତି ଅବସ୍ଥାରେ ଆଉ ଲୋକ ଆଉ ଏଇ କାଡାମା ଗ୍ରାମର ଏମିତି ଅବସ୍ଥାରେ ବଞ୍ଚୁଛନ୍ତି। ଆଉ ଦେଖିଲେ ଆପଣମାନେ ସବୁ ତାର ଭ୍ୟୁ ବି ଦେଖିଲେ ଆଉ କେଉଁ ଅବସ୍ଥାରେ କେମିତି ଅଛନ୍ତି। ଆଉ ମୁଁ ଆକ୍ଚୁଆଲି ଆମ ମାଆଙ୍କର କିଛି ଆଉ କୁକୁର ଚୁବେଇଥିଲା ସେହି ଉଦ୍ଦେଶ୍ୟ ନେଇକି ମୁଁ ବାପାଙ୍କ ପାଖକୁ ମୁଁ ଆସିଥିଲି ସେତେବେଳକୁ। ଆଉ କରମ୍ପାଙ୍ଗ ପଞ୍ଚାୟତରେ ବି ଏମିତି ଅବସ୍ଥାରେ ଲୋକ ବଞ୍ଚୁଛନ୍ତି କହି ମୁଁ ଭାବୁନଥିଲି କି ଦେଖିନଥିଲି ଜାଣିନଥିଲି ମଧ୍ୟ। ଆଜି ମୋର ଫାର୍ଷ୍ଟ ଟାଇମ୍ ମୋର ଏକ୍ସପିରିଏନ୍ସ ଏଇଟା ଏହି ଗାଁକୁ ମୋର ଏକ୍ସପ୍ଲୋର କରିକି। ଆଉ ବାପା ବାୟା କୁକୁର କି ଯେକୌଣସି ବିଷାକ୍ତ ଧର ଜୀବଜନ୍ତୁ ଚୁବାଏ ଆଉ ବାପା ଟାଣନ୍ତି। ଆଉ ଆପଣମାନେ ଯଦି ଆସିବେ ନିହାତି ଆସିବେ ଏହି ଗାଁର ମୁଁ ଲୋକେସନ୍ ବି ସେୟାର କରିବି। ଆଉ ଏଠର ଗାଁ ହେଉଛି କରମ୍ପାଙ୍ଗ ପଞ୍ଚାୟତ ଟେଙ୍ଗେରୀ ଗ୍ରାମ କାଡାମା ଗ୍ରାମରେ ଆପଣମାନେ ଆସିବେ। ନାମ ଦେଶୁ ମାଝି କହି ପଚାରିବେ ନିହାତି ଆସିକି। ଆଉ ଯେକୌଣସି ବିଷାକ୍ତ ଜୀବଜନ୍ତୁ ଚୁବେଇଛି ଭଲ ହେଇକି ଯିବେ ଆପଣମାନେ। ଆଉ ଏ ଗାଁର ଅବସ୍ଥା କିଛି ବି ଦେଖିଲେ ଆଉ ବହୁତ ପ୍ରକାର ଅବସ୍ଥାରେ ଅଛନ୍ତି। ହଉ ଠିକ୍ ଅଛି। ହଉ ବାପା ଆଉ ସମସ୍ତଙ୍କୁ କ'ଣ କହିବା ପାଇଁ ଚାହୁଁଛ ଆଉ ଭୋଟ ପାଇଁ କ'ଣ କେମିତି ଆସୁଛନ୍ତି ଆଉ ଏ ବିଷୟରେ କାହାକୁ କହିଥିଲ? ସରପଞ୍ଚଙ୍କୁ କୁହାହେଇଛି ବାପୁରେ ସରପଞ୍ଚଙ୍କୁ କୁହାହେଇଛି ହଁ ପଞ୍ଚାୟତ ଲେଭେଲରେ କୁହାହେଇଛି ତାପରେ ବ୍ଲକ ଲେଭେଲରେ କୁହାହେଇଛି ହଁ ବିଜୟ ସାର୍ଙ୍କୁ କୁହାହେଇଛି ହଁ ଆଉ ଆମର କଲେକ୍ଟର ସାର୍ଙ୍କୁ ବି କୁହାହେଇଛି ହଁ କିନ୍ତୁ ତ ସିଏ କ'ଣ ଆମର ଶୁଣିନାହାନ୍ତି। ଓହୋ ହୋ ହୋ ଆଉ ଭୋଟ ଟାଇମ୍ ହେଲେ ଆସୁଛନ୍ତି? ହଁ ଭୋଟ ଟାଇମ୍ ହେଲେ ଆସୁଛନ୍ତି। ଓହୋ ଆଉ ଏଠର ଲୋକେ ରାସ୍ତା କ'ଣ ଜାଣିବି ନାହାନ୍ତି। ଆଉ ଭୋଟ ଆଉ ଦେଖୁଛନ୍ତି ଆଉ ନିହାତି ନଦୀ ବଢ଼ିଲେ ଗୋଟେ ମାସ ପାଇଁ ବି କିରାଣ ସାମାନ ଆଣିକି ଆସୁଥିବେ ଆଉ ରହୁଥିବେ ନା କ'ଣ ହବ ସେମିତି ନା? ଏମିତି ବି ଅବସ୍ଥାରେ ଷ୍ଟ୍ରଗଲ୍ ଲାଇଫ୍ରେ ବଞ୍ଚୁଛନ୍ତି ଲୋକେ। ଏହି ଭିଡ଼ିଓକୁ ଆଉ କ'ଣ ପହଞ୍ଚାଇବା ଦରକାର ଆଉ ସେୟାର କରନ୍ତୁ। ଏହି ଜିନିଷ ସମସ୍ତେ ଜାଣିବା ଦରକାର। ଆଉ ଏମିତି ବି ଗାଁ ଅଛି ଏମିତି ସ୍ୱାଧୀନ ପରେ ବି ଆଉ ସେମିତି ହିଁ ଆଉ ବଞ୍ଚୁଛନ୍ତି। ସ୍ୱାଧୀନ କ'ଣ ଜାଣିବି ନାହାନ୍ତି ଆଉ ଭୋଟ ଟାଇମ୍ ହେଲେ ସମସ୍ତେ ଆସନ୍ତି ଆଉ ଦେଖନ୍ତି ଜାଣନ୍ତି ସବୁ ପ୍ରଶାସନକୁ ସବୁ ଜଣା ହେଇଛି ତଥାପି କିଛି ଗୁରୁତ୍ୱପୂର୍ଣ୍ଣ ଦେଉନାହାନ୍ତି। ଝୁଲା ବ୍ରିଜ୍ ବି ଗୋଟେ ଦେଇଥିଲେ ସବୁଠୁ ବେଟର୍ ହେଇଥାନ୍ତା। ଶଙ୍ଖର ଦେବାର ତ ଦୂରର କଥା ଆଉ ସବୁଠୁ ବେଟର୍ ଝୁଲା ବ୍ରିଜ୍ ଛୋଟିଆଟେ ଦେଲେ ବି ସୁବିଧା ହେଇଥାନ୍ତା। ଆଉ କ'ଣ କହିବୁ ଆଉ କିଛି ତ ଆଉ ଏ ଗାଁର ଦୁଃଖର ବିଷୟ। ହଉ ଆମେ ରଖୁଛୁ ଆଉ ଏ ଭିଡ଼ିଓକୁ ସମସ୍ତଙ୍କୁ ସେୟାର କରନ୍ତୁ ଆଉ ରଖିଲୁ ଦେଖାବ ସମସ୍ତଙ୍କୁ ଟାଟା ବାଏ ବାଏ। ହଉ ନମସ୍କାର ବାପା। ଆମର ଭିଡ଼ିଓ ଯଦି ନିଶ୍ଚୟ ସାଙ୍ଗମାନେ ଆଉ ଭଲ ଲାଗିଲେ ଲାଇକ୍ ସେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଦେଖାବ ସମସ୍ତଙ୍କୁ ଟାଟା ବାଏ ବାଏ ଦେଖାବ।